आसंता काली हेबाकु जाउछे बड़ सूर्यपराग। अगस्ट मासरे दुईटी भिन्न तारीख रे सूर्यपराग और चंद्रग्रहण हेबाकु जाउछे, जहा एक विरल दृश्य हेबाकु जाउछे। गोटे मासरे पराग ग्रहण गुरुत्वपूर्ण घटना, जहा प्रभाव देश और विश्व रे अनुभूत हुए। ग्रहण केवल ज्योतिर्विज्ञान घटना नुह, बरं शक्ति परिवर्तन समय भाव विवेचना करा जाए। ଏହି ଗ୍ରହଣର ପ୍ରଭାବ ଦେଶ ଓ ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇଥାଏ। ତେବେ ଆସନ୍ତାକାଲି ଏ ବର୍ଷର ଶେଷ ସୂର୍ଯ୍ୟପରାଗ। ଏହି ପରାଗ ଆସନ୍ତାକାଲି ରାତି 9:04 ଆରମ୍ଭ ହେବ ଏବଂ 13 ତାରିଖ ସକାଳ 4:25 ଶେଷ ହେବ। ଜ୍ୟୋତିଷମାନଙ୍କ ଅନୁସାରେ ଏହା ଏକ ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ, କିନ୍ତୁ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି କାରଣରୁ ସୂଚକ ସମୟ ମଧ୍ୟ ପ୍ରଭାବଶାଳୀ ହେବ। ଜ୍ୟୋତିଷମାନଙ୍କ ଅନୁସାରେ ଅଗଷ୍ଟ 12 ତାରିଖରେ ପୂର୍ଣ୍ଣ ସୂର୍ଯ୍ୟପରାଗ ପ୍ରଥମେ ଉତ୍ତର ରୁଷରେ ଦୃଶ୍ୟମାନ ହେବ। ଏହାପରେ ସ୍ପେନ୍, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଓ ଉତ୍ତର ପୂର୍ବ ପର୍ତ୍ତୁଗାଲ ଦେଇ ଗତି କରିବ। ଅଧିକାଂଶ ୟୁରୋପୀୟ ଦେଶ, କାନାଡା, ଉତ୍ତର ଆମେରିକା ଏବଂ ଉତ୍ତର ପଶ୍ଚିମ ଆଫ୍ରିକାରେ ଏକ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ତେବେ ଜ୍ୟୋତିଷ ଗଣନା ଅନୁସାରେ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ଅଗଷ୍ଟ 28 ଘଟିବ। ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।